हेलो फ्रेंड्स नमस्कार मो क्याथी आप समस्त को स्वागत करुच्ची मो चैनल क्याथीस लाइफस्टाइल को। तो फ्रेंड्स बहुत दिन पर आज गोटे वीडियो मु आपको पाखक नहीं आसूची आहा बहुत इंटरेस्टिंग अच्छी आरंभ रु शेष पर्यंत देखंतु मो वीडियो जदि भल लागुची तेबे लाइक शेयर और सब्सक्राइब करंतु। ପଳେଇ ଆଉଥିଲ ପୁରା ଆମେ ଯେତିକି ରହୁଥିଲୁ ହଷ୍ଟେଲ ଗେଟ୍ରେ ଅନେଇଥିଲା ଓହୋ ପଞ୍ଚମରୁ ମାନେ ଗୋଟେ ବର୍ଷ କଷ୍ଟ ମଷ୍ଟ ରହିଲ କାନ୍ଦ ବୋବାଳ ହେଇକି ପଳାଉଡ଼ା ହେଇକି ବର୍ଷଟେ ହେଇଗଲା ସରିଲା। ହଁ ମାନେ ଆଉ ଫେଲ୍ ଫାଲ୍ ନାହିଁ ବାପା ସେଠି ଡାଇରେକ୍ଟ ଆଉ ନାଇଁ ମାତ୍ର ଫେଲ୍ ଥିଲା। ମାନେ ପୁରା ହାଇସ୍କୁଲ ସେତେବେଳେ ସେଭେନ୍ଥରେ ହାଇସ୍କୁଲ ହଉଥିଲା କି ଏଇଥିରେ ତ ଓହୋ ମାନେ ଏନସିସି ଥିଲା କି ବାପା ସେତେବେଳେ ତମେ ଏନସିସିରେ ମିଶିଥିଲ ଏନସିସି ସେତେବେଳେ ଏମିତି କ୍ୟାମ୍ପ ବି ହଉଥିଲା ଏନସିସି କ୍ୟାମ୍ପ କୋଉଠିକି ଯାଇଥିଲ? ଓହୋ ଧରାକୁଟ ମାନେ କୁଆଡ଼େ? ଓ ସେତେବେଳେ ବି ଚାଲି ଚାଲି ଯାଉଥିଲ ଭଞ୍ଜନଗର ନାଇଁ କି ତମକୁ କ'ଣ ଦିଆ ହଉଥିଲା କି ଖାଇବା ପାଇଁ? ବର୍ଗର ପୋକ ତ ଆମେ ବି ଖାଇଛୁ ପୋକ ବର୍ଗର ହଁ କିନ୍ତୁ ଆମକୁ ଟିକେ ସଫାସୁତୁରା କରିକି ଦଉଥିଲେ ବେଳେବେଳେ ବାହାରିବା କହିଲେ ଏତେ ପିଲାର କେତେ ବି କାମ କରିବେ ବାପା ସେମାନେ ତାପରେ କେମିତି ବି ଷ୍ଟୋର କରିବେ ସେଇଟା ପୋକ ନ ହେବା ପାଇଁ ଦେଇଦେ ବସ୍ତା ବସ୍ତା ସେଇଟା ପ୍ରୋବ୍ଲେମ୍ ହଉଥିଲା ହଁ ହେଲେ ତମେ ଏଇଥ୍ ନାଇଁ 2 ବର୍ଷ ଏନସିସିରେ ରହିଲ କି ମେଟ୍ରିକରେ ବି ନଉଥିଲେ ଆମର 2 ବର୍ଷ ଆକା 10ମ ହେଲା ପରେ ସବୁ ବନ୍ଦ ଖେଳ ସବୁ ଖେଳରେ ଥିଲ ବାପା ତମେ ଖେଳୁଥିଲ ଭଲିବଲ ଖେଳିବା ଆଉ ଏ ଯେଉଁ ବେନ୍ ପାର୍ଟି ନା କ'ଣ ସେଇଠି କ'ଣ ସବୁ ତମେ ପ୍ଲେ କରୁଥିଲ ବେନ୍ ପାର୍ଟିରେ ମିଶିଲ ପରା ତମେ କ'ଣ ସବୁ ଇଏ କଲ କ'ଣ ମାରୁଥିଲ ସବୁ ବଜଉଥିଲ ଓହୋ ଏବେ ଆଉ ସେଇଟା ନାହିଁ ଡିଜେ ଫିଜେ ହେବାରୁ ସେଇଟା ସବୁ ଉଡ଼ିଗଲା ଆଉ ଆର୍ଟ କେତେବେଳେ କରୁଥିଲ ତମେ ପଞ୍ଚମରୁ କର ଯେତେବେଳେ ଆର୍ଟ କରୁଥିଲେ କି ତ ତାଙ୍କ ଦ୍ୱାରା ମିଶିମିଶି କଲ ହଁ ସେ ଟିକେ ସର୍ଟ ହାଇଟ୍ ଥିଲେ ନାଇଁ କି ବାପା ହଁ ତାଙ୍କ ପୁଅମାନେ ଥରେ ଭେଟିଥିଲେ ଯେ ପଚାରୁଥିଲେ ତମକୁ ଏଇଠି ରହୁଛନ୍ତି ନା ଏବେ ରାସ୍ତାରେ କ'ଣ ସେଇଟା କି ପାପି ନାଚୁ ପାପିଚୁ ସରି କ'ଣ ସେଇଟା ଆଉ ଗୋଟେ ନା କ'ଣ ଗୋଟେ କହୁଛନ୍ତି ସେଇଟା ତାପରେ ବାମୁଣୀ ଗାଁରେ ତମେ ଶିଖେଇଲ ଯେତିକି ଲୋକ ବି ଅଛନ୍ତି ନାଇଁ କି ମୁଁ କେମିତି ଜାଣୁନାହିଁ ସମସ୍ତେ ଜାଣୁଛନ୍ତି ମୁଁ କ'ଣ ପାଇଁ ଜାଣୁନି ଗୀତ ବି ଗାଉଥିଲ କି ବାପା ଡ୍ୟାନ୍ସ ବି କରୁଥିଲ ଗୀତ
ଗୀତ କେଳା ଆଉ କ'ଣ ଯେ ହେଲେ ମାଆକୁ କେମିତି ତମର ଇଏ ହେଲା ତମ ମାମୁଁ ଆଙ୍କେ କଲେ ଧନୀଘର ଦେଖିକି ପଳେଇଲେ ନା କ'ଣ ଅଜା ଧନୀ ଥିଲା ପରା ହେଁ ପରିଶ୍ରମ କରି ହେଲେ ତମ ମାମୁଁ ଗାଁ ହଉଛି ମାଆଙ୍କର ପାଖରେ ସେ କୁମାରୀପଦ୍ର ତମ ମାମୁଁ ଗାଁ ସେଇଟା କୁମାରୀପଦ୍ର ଓ ତାଙ୍କୁ କେମିତି ଆସିଲେ କାହାର ମାମୁଁ ଗାଁ ଓ ହେଲେ ତମର ପ୍ରକୃତ ମାମୁଁ ଗାଁ ହଉଛି ଜାରାଙ୍ଗୀ ସେବାସ୍ତିଆନ ହଁ ସେ ଉପରେ ଯୋଉ ବାହା ହେଇଛି ଉପରେ ଯୋଉ ଅଛନ୍ତି ସେବାସ୍ତିଆନ ବୋଲେ ଆମର ସେ ବିନୋଦ ଭାଇନାର ସ୍ତ୍ରୀର ମା ବାପା ନା ଥିବ ପ୍ରମୋଦ ବିନୋଦ ତା ସ୍ତ୍ରୀ ଉପରେ ରହୁନଥିଲା ହେଲେ କ'ଣ ଯେ ଆମେ ତ ଶୁଣିଛ ବା ତମେ ମାର ଏଙ୍ଗେଜମେଣ୍ଟ ବେଳେ ତମର ଏଙ୍ଗେଜମେଣ୍ଟ ବେଳେ ତମେ ଯାଇନ ପୁଣି କିଏ ଯାଇଥିଲା ମାନେ ସେ ବର ପାଖରେ ସେ ତାକୁ ସେମିତି ପୁରା ଇଏ କରିକି ନେଲେ ହଁ ମୁଁ ନାହିଁ କି ଆଉ କିଏ ନାହିଁ ହଁ ତାକୁ ବେଶୀ ଭଲ ପାଉଥିଲୁ ଆମେ ଗୋଟେ ସାନ ପରିବାର ହେଇଥିଲୁ ଆମେ ହଁ ହଁ ସମସ୍ତେ ହଁ ହେଲେ ଜେଜେ ଆଙ୍କେ ଥିଲେ କି ନାହିଁ ତମେ ସିନା ନଥିଲ ଜେଜେ ଜେଜେମା ଜେଜେ ଥିଲେ ଜେଜେ ଯାଇନଥିଲେ ସାନ ଜେଜେ ଯାଇଥିଲେ ମାନେ ଜେଜେ ବାପା ବାପ ନାହିଁ ପୁଅ ନାହିଁ ଯାଇକି ଏଙ୍ଗେଜମେଣ୍ଟ କଲେ ଯାଇଥିଲେ ହେଲେ ତୁ କେମିତି ଇଚ୍ଛା କଲୁ ମା ଶ୍ୱଶୁର ନାହିଁ କି ସ୍ୱାମୀ ନାହିଁ ତୁ କାହାର ଭରସାରେ ତାଙ୍କ ହଁ ବୋଲି କହିଲୁ ଯୁଗପାଗ ମାନେ ଆଗରେ ସେମିତି ଚଳୁଥିଲା ସିଏ ବି ଆଇଲେ କି ହଁ କହିଲୁ ଆମର ଭଲ ଇଏ ଥିଲା ଦେଖିଲା ଆମ ସଡ଼କ ସୁନ୍ଦର ଭେଣ୍ଡିଆ ତମେ ପୁରା ହ୍ୟାଣ୍ଡସମ୍ ଥିଲ ପୁରା ସୁନ୍ଦର ଥିଲି ନାଇଁ ତମେ ହ୍ୟାଣ୍ଡସମ୍ ଥିଲ ହେଲେ ମା ତ ବିନା ଦେଖିକି ତମକୁ ସେ ପସନ୍ଦ କଲା ସିଏ ତ ଦେଖିବି ତମେ ହ୍ୟାଣ୍ଡସମ୍ ଅଛ କି କେମିତି ଅଛ ଆଗରୁ ଦେଖିଥିଲ ଓହୋ କୁମାରୀପଦ୍ର ତାମାନେ ତମେ ଦି ଜଣ ଦେଖା ଦେଖି ହେଇଛ ଆଗରୁ ତମେ ବି ଟିକେ ଲୁଚିକି ଦେଖିଲ ମା ବି ଟିକେ ଲୁଚିକି ସିଏ ଲୁଚିକି ଦେଖୁଥିଲା ମାନେ ମତେ ଡର ମାନେ କ'ଣ ମୁଁ ଏମିତି ହ୍ୟାଣ୍ଡସମ୍କୁ ମତେ ଦେବେନି କି ବୋଲି ପୁରା ଡେରିରେ ଗଲ କି ବାପା ଦେଖୁଥିଲ କି ଆଉ ତାପରେ ସୋରଡ଼ାର ଓହୋ ଦାଦା ପାଇଁ ମାଆକୁ ଅଲଗା ଠିକ୍ ହେବାଟା ଦାଦା ଆମ ପାଇଁ ଝିକିକି ନେଲେ କି ପୁଣି ଦେଖା ହବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍ ବାଇ।